ମିଳିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କର ହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্ରୋତା ବନ୍ଧୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସର୍ବୋତ୍ତମ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 9 ଅଧ୍ୟାୟର 12 ଏବଂ 13 ପଦରେ ଆମମାନେ ଏହିପରି ପାଠ କରୁ। କିନ୍ତୁ ସେ ତାହା ଶୁଣି କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି। କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ। ଏହି ବାକ୍ୟର ମର୍ମ ତୁମେମାନେ ଯାଇ ଶିକ୍ଷା କର। କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି। ଏହି ଜଗତରେ ଯେଉଁମାନେ ଉତ୍ତମ କର୍ମ କରନ୍ତି ସେମାନେ ନିଜ ନିଜକୁ ଧାର୍ମିକ ବୋଲି ଗଣନା କରନ୍ତି। ଆଧ୍ୟାତ୍ମିକ ଭାବେ ସେମାନେ ନିଜକୁ ସୁସ୍ଥ ବୋଲି ମନେ କରନ୍ତି। ସେମାନେ ଭାବନ୍ତି ଯେ ସେମାନଙ୍କର ପାପ କ୍ଷମାର କୌଣସି ଆବଶ୍ୟକ ନାହିଁ। ମାତ୍ର ବାଇବଲ କହେ, ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ। ଯେ ବୁଝେ ଏପରି କେହି ନାହିଁ, ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ ଏପରି ଜଣେ ନାହିଁ। ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, ଏକ ସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି। ଯେ ସତ୍କର୍ମ କରେ ଏପରି କେହି ନାହିଁ, ନା ଏପରି ଜଣେ ହେଲେ ନାହିଁ। ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ୱାରେ ଛଳନା କରିଅଛନ୍ତି। ସେମାନଙ୍କ ଓଷ୍ଠ ତଳେ କାଳ ସର୍ବର ବିଷ ଅଛି। ସେମାନଙ୍କ ମୁଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣ। ସେମାନଙ୍କର ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ। ସେମାନଙ୍କ ପଥରେ ବିନାଶ ଓ କ୍ଲେଶ, ପୁଣି ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ। ଈଶ୍ୱରଙ୍କର ଭୟ ସେମାନଙ୍କ ଆଖି ଆଗରେ ନଥାଏ। ଏହା ତ ସମସ୍ତ ମାନବର ପ୍ରକୃତ ବର୍ଣ୍ଣନା, ମାତ୍ର ସେମାନେ ଏହା ଗ୍ରହଣ କରନ୍ତି ନାହିଁ। ସୁତରାଂ ଯେଉଁମାନେ ସମାଜରେ ଅବହେଳିତ ଓ ନଗଣ୍ୟ, ସେମାନେ ନିଜ ନିଜର ଅସ୍ୱାସ୍ଥ୍ୟ ଅବସ୍ଥା ଜାଣନ୍ତି। ପୁଣି ଏହା ଜାଣନ୍ତି ଯେ ସେମାନେ ଆତ୍ମିକ ରୂପେ ପୀଡ଼ିତ। ଏଥିପାଇଁ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ପାପ କ୍ଷମା ପାଇବାକୁ ପ୍ରସ୍ତୁତ ହୋଇଥାନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି କଥା କହନ୍ତି, ଯେଉଁମାନେ ନିଜର ଆତ୍ମିକ ଅବସ୍ଥାକୁ ଠିକ୍ ରୂପେ ବୁଝନ୍ତି ସେମାନେ ପରିତ୍ରାଣ ପାଆନ୍ତି। କିନ୍ତୁ ଯେଉଁମାନେ ଭ୍ରମରେ ରହନ୍ତି ସେମାନେ ନିଜର ସ୍ଥାନ ନର୍କରେ ପ୍ରାପ୍ତ ହେବେ। ତେବେ ଆପଣ ନିଜର ଆତ୍ମିକ ଅବସ୍ଥାକୁ ଜାଣିଛନ୍ତି କି?